ଆଜି ଆମେ ଏହି ଭିଡ଼ିଓରେ ଚତୁର୍ଥ ଶ୍ରେଣୀ ଆମେ ଓ ଆମ ପରିବେଶ ବହିର ଆମ ଦେଶର ସମ୍ବଳ, ପରିବେଶ, ଅଧିବାସୀଙ୍କ ଜୀବନଧାରାରେ ବିବିଧତା ଓ ନିର୍ଭରଶୀଳତା ବିଷୟର ଅଭ୍ୟାସ କାର୍ଯ୍ୟ ଆଲୋଚନା କରିବା। 1 ନମ୍ବରଟି କହିଛି, ତଳେ ଦିଆଯାଇଥିବା ସାରଣୀରେ ରାଜ୍ୟମାନଙ୍କର ମୁଖ୍ୟ ଫସଲ ଲେଖ। ବାମପଟ ସାରଣୀରେ ରାଜ୍ୟଗୁଡ଼ିକର ନାମ ଲେଖା ହୋଇଛି। ଡାହାଣ ପଟରେ ଆମେ ମୁଖ୍ୟ ଫସଲଗୁଡ଼ିକର ନାମ ଲେଖିବା। ପଞ୍ଜାବ ରାଜ୍ୟର ମୁଖ୍ୟ ଫସଲ ଗହମ, ଆନ୍ଧ୍ରପ୍ରଦେଶର ମୁଖ୍ୟ ଫସଲ କଦଳୀ, ଆସାମର ମୁଖ୍ୟ ଫସଲ ଚାହା, ଓଡ଼ିଶାର ମୁଖ୍ୟ ଫସଲ ଧାନ। ତାପରେ 2 ନମ୍ବରଟି ଦେଇଛି, ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ। କ ନମ୍ବରଟି କହିଛି, ଆମ ରାଜ୍ୟ ଅନ୍ୟ ରାଜ୍ୟକୁ କି ସମ୍ବଳ ଯୋଗାଏ? ଆନ୍ସାର, ଆମ ରାଜ୍ୟ ଅନ୍ୟ ରାଜ୍ୟକୁ କୋଇଲା, ଲୁହାପଥର, କାଠ, ଆଲୁମିନିୟମ, ବିଦ୍ୟୁତ୍ ଶକ୍ତି ଆଦି ସମ୍ବଳ ଯୋଗାଇଥାଏ। ତାପରେ ଖ ନମ୍ବରଟି କହିଛି, ଆମ ରାଜ୍ୟରେ କମ୍ ଉତ୍ପାଦିତ ଖାଦ୍ୟଶସ୍ୟର ଭରଣା କିପରି ହୁଏ? ଆନ୍ସାର, ଆମ ରାଜ୍ୟରେ କମ୍ ଉତ୍ପାଦିତ ଖାଦ୍ୟଶସ୍ୟର ଭରଣା କରିବା ପାଇଁ ସେହି ଖାଦ୍ୟଶସ୍ୟ ଅଧିକ ଉତ୍ପନ୍ନ ହେଉଥିବା ରାଜ୍ୟରୁ ଆମଦାନୀ କରାଯାଇଥାଏ। ଉଦାହରଣ ସ୍ୱରୂପ, ଗହମ ଆମେ ପଞ୍ଜାବରୁ ଆଣିଥାଉ, ଅଙ୍ଗୁର, ସେଉ ଓ କମଳା ପାଇଁ କାଶ୍ମୀର, ଆଳୁ ପଶ୍ଚିମବଙ୍ଗରୁ ଓ କଦଳୀ ଆନ୍ଧ୍ରପ୍ରଦେଶରୁ ଆଣିଥାଉ। ତାପରେ 3 ନମ୍ବରଟି କହିଛି, ତୁମେ ନିମ୍ନଲିଖିତ ଦର୍ଶନୀୟ ସ୍ଥାନ ଦେଖିବାକୁ କେଉଁଠାକୁ ଯିବ? ତୀର ଦ୍ୱାରା ଦର୍ଶାଅ। ପ୍ରାକୃତିକ ଦୃଶ୍ୟ ଦେଖିବାକୁ ଯିବା ଜାମ୍ମୁ ଓ କାଶ୍ମୀର। ଉଷ୍ଣପ୍ରବଣ ହେବ ଅଟ୍ରି। ତାପଜ ବିଦ୍ୟୁତ୍ କେନ୍ଦ୍ର ହେବ ତାଳଚେର। ଆଲୁମିନିୟମ କାରଖାନା ହେବ ଅନୁଗୁଳ। ଜଳପ୍ରପାତ ହେବ ଘାଗରା। ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।